ଦକ୍ଷିଣ ଓଡ଼ିଶାର ଗଭୀର ପାହାଡ଼ ଭିତରେ ଲୁଚି ରହିଛି ଗୋଟିଏ ଜିଲ୍ଲା, ନା ତାର ଗଜପତି। ଜାଣନ୍ତି, ଏଇଟା ଖାଲି ଗୋଟିଏ ସାଧାରଣ ଜାଗା ନୁହେଁ। ଏଠି ଇତିହାସ, ସଂସ୍କୃତି ଆଉ ଭବିଷ୍ୟତ ସବୁକିଛି ଏକାଠି ମିଶିଯାଇଛି। ତେବେ ଚାଲନ୍ତୁ ଆଜି ଆମେ ଏହି ଅନନ୍ୟ ଅଞ୍ଚଳର କାହାଣୀକୁ ଟିକେ ପାଖରୁ ଜାଣିବା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ପୂର୍ବଘାଟର ଏତେ ଭିତରେ ଜଣେ ରାଜାଙ୍କ ନାଁରେ ଗୋଟେ ପୂରା ଭୂଖଣ୍ଡ, ଆଉ ସେହିଠି ହିଁ ଲୁଚି ରହିଛି ଓଡ଼ିଶାର ଅତୀତ ଆଉ ଭବିଷ୍ୟତର ଚାବିକାଠି। ଏ କଥାଟା କେମିତି? କାରଣ ଏଠି ପ୍ରାଚୀନ ପରମ୍ପରା ଆଧୁନିକତାର ହାତ ଧରି ଏକା ସାଙ୍ଗରେ ଆଗକୁ ବଢ଼ୁଛି। ତେବେ କୌଣସି ବି ଜାଗାର କାହାଣୀ ତ ଆରମ୍ଭ ହୁଏ ତାର ମାଟିରୁ, ଠିକ୍ ନା? ତେଣୁ ଆସନ୍ତୁ ଆମେ ବି ଆମ ଯାତ୍ରା ଆରମ୍ଭ କରିବା ଗଜପତିର ସେହି ପାହାଡ଼ିଆ ଭୂଗୋଳରୁ ଆଉ ତାର ଇତିହାସର ମୂଳଦୁଆ ପାରଳାଖେମୁଣ୍ଡି ରାଜ୍ୟରୁ। ଏ ଜାଗାର ପରିଚୟ ହିଁ ହେଉଛି ଏହାର ଭୂଗୋଳ। କଳ୍ପନା କରନ୍ତୁ ତ, ଚାରିଆଡ଼େ ଖାଲି ପାହାଡ଼ ଆଉ ପାହାଡ଼। ଲାଗିବ ଯେମିତି ଗ୍ରାନାଇଟ୍ ପଥରର ବିଶାଳ ଢେଉ, ଆଉ ଏଇ ପାହାଡ଼ଗୁଡ଼ା ଗୋଟେ ପ୍ରାକୃତିକ ଦୁର୍ଗ ଭଳି ଏହାକୁ ଘେରି ରହିଛି। ସେଥିପାଇଁ ତ ଶହ ଶହ ବର୍ଷ ଧରି ଏ ଅଞ୍ଚଳ ବାହାର ଦୁନିଆଠୁ ପ୍ରାୟ ଅଲଗା ହୋଇ ରହିଥିଲା। ଏହାର ଇତିହାସ ବି ବହୁତ ଲମ୍ବା। ଦେଖନ୍ତୁ, ଦ୍ୱାଦଶ ଶତାବ୍ଦୀରେ ପାରଳାଖେମୁଣ୍ଡି ରାଜ୍ୟରୁ ଏହାର ଆରମ୍ଭ। ତାପରେ 1767ରେ ବ୍ରିଟିଶମାନେ ଆସିଲେ, ହେଲେ ସ୍ଥାନୀୟ ଆଦିବାସୀମାନେ ବାରମ୍ବାର ବିଦ୍ରୋହ କରୁଥିଲେ। ଆଉ ତାପରେ ଆସିଲା 1913, ଯେତେବେଳେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଶାସନକୁ ଆସିଲେ। ଏହି ନାଁଟା ମନେ ରଖିବା ନିହାତି ଦରକାର, କାରଣ ତାଙ୍କୁ ହିଁ କୁହାଯାଏ ଆଧୁନିକ ଓଡ଼ିଶାର ନିର୍ମାତା। ତାଙ୍କରି ଚେଷ୍ଟା ଯୋଗୁଁ 1936ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଲା, ଆଉ ଶେଷରେ 1992ରେ ଗଞ୍ଜାମ ଜିଲ୍ଲାରୁ ଅଲଗା ହୋଇ ଗଜପତି ଜିଲ୍ଲା ଆନୁଷ୍ଠାନିକ ଭାବେ ଗଠନ ହେଲା। କିନ୍ତୁ ଗୋଟେ ମାଟିର ପ୍ରକୃତ କାହାଣୀ ତ ଥାଏ ତାର ଲୋକମାନଙ୍କ ଭିତରେ। ତେବେ ଆସନ୍ତୁ, ଏବେ ଆମେ ଗଜପତିର ଲୋକମାନଙ୍କୁ ଭେଟିବା, ଦେଖିବା ଏଠାକାର ଜନଜାତି, ଧର୍ମ ଆଉ ଭାଷାରେ କେତେ ବିବିଧତା ଭରି ରହିଛି। ଏଠାକାର ଧାର୍ମିକ ସଂରଚନା ଦେଖିଲେ ବହୁତ କିଛି ଜାଣିବାକୁ ମିଳେ। ଦେଖନ୍ତୁ, ହିନ୍ଦୁ ସମ୍ପ୍ରଦାୟ ସଂଖ୍ୟାଗରିଷ୍ଠ ହେଲେ ବି ପ୍ରାୟ 38% ଲୋକ ଖ୍ରୀଷ୍ଟିଆନ ଧର୍ମର, ଯାହା ମୁଖ୍ୟତଃ ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳେ। ଆଉ ଗୋଟେ ମଜା କଥା ହେଲା, ଏଠି ଏକ ଛୋଟ ହେଲେ ବି ବହୁତ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ସମ୍ପ୍ରଦାୟ ବି ଅଛନ୍ତି। ଏଇଟା ହିଁ ତ ଏ ଜାଗାର ସାଂସ୍କୃତିକ ବିବିଧତାର ପ୍ରମାଣ। କିନ୍ତୁ ସବୁ ଭଲ ଭିତରେ ଗୋଟେ ବଡ଼ ଚିନ୍ତାର ବିଷୟ ବି ଅଛି, ଆଉ ସେଇଟା ହେଉଛି ଶିକ୍ଷା। ଏଠି ଦେଖନ୍ତୁ, ପୁରୁଷ ଆଉ ମହିଳାଙ୍କର ସାକ୍ଷରତା ହାର ଭିତରେ କେତେ ବଡ଼ ଫରକ। ପୁରୁଷଙ୍କ ପାଇଁ ପ୍ରାୟ 64% ଆଉ ମହିଳାଙ୍କ ପାଇଁ ମାତ୍ର 43%। ଏଇଟା ଖାଲି ଗୋଟେ ନମ୍ବର ନୁହେଁ, ଏଟା ସମାଜର ପ୍ରଗତି ରାସ୍ତାରେ ଗୋଟେ ବଡ଼ କଣ୍ଟା। ଆସନ୍ତୁ ଏବେ ଗଜପତିର ସବୁଠୁ ପ୍ରମୁଖ ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ବିଷୟରେ ଜାଣିବା। ଏମାନେ ପଥର କାଟି ପାହାଡ଼ରେ ଚାଷ କରିବାରେ ମାହିର, ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଏମାନଙ୍କର ସମାଜ କୌଣସି ଗୋତ୍ର ଉପରେ ନୁହେଁ, ବରଂ ବିରିନ୍ଦା ନାମକ ଏକ ପିତୃବଂଶୀୟ ଗୋଷ୍ଠୀ ଉପରେ ଆଧାରିତ। ଏହି ବ୍ୟବସ୍ଥା ହିଁ ସେମାନଙ୍କୁ ବାକି ସମସ୍ତଙ୍କଠୁ ସମ୍ପୂର୍ଣ୍ଣ ଅଲଗା କରିଦିଏ। ସେମାନଙ୍କର ଆଧ୍ୟାତ୍ମିକ ଦୁନିଆ, ବାଃ, ସତରେ ବହୁତ ରହସ୍ୟମୟ। ସେମାନେ ପ୍ରାୟ 174ଟା ଦେବଦେବୀ ଆଉ ଆତ୍ମାଙ୍କୁ ପୂଜା କରନ୍ତି, ଯାହାକୁ ସେମାନେ କହନ୍ତି ସୋନମ। ଆଉ ସେମାନଙ୍କର ପୁରୁଷ ଆଉ ମହିଳା ଗୁଣିଆମାନେ ଅଛନ୍ତି, ଯେଉଁମାନେ ସମାଧି ଭିତରକୁ ଯାଇ ଏହି ଆତ୍ମାମାନଙ୍କ ସହ କଥା ହୁଅନ୍ତି ବୋଲି ବିଶ୍ୱାସ କରାଯାଏ। ସେମାନଙ୍କର ସାମାଜିକ ପ୍ରଥା ବି ବହୁତ ଅଲଗା, ଯେମିତିକି ବହୁପତ୍ନୀ ପ୍ରଥା, କାରଣ ଅଧିକ ଚାଷ ପାଇଁ ଅଧିକ ଲୋକ ଦରକାର। ଆଉ ବିବାହରେ ପାଂଶାଳା ନାଁରେ କନ୍ୟା ସୁନା ଦିଆଯାଏ। ଆଉ ସେମାନଙ୍କର ବିଶ୍ୱାସର ସବୁଠୁ ସୁନ୍ଦର ରୂପ ହେଉଛି ଏହି ଇଡ଼ିତାଲ କାନ୍ଥା ଚିତ୍ର। ଦେଖନ୍ତୁ କେମିତି ହୁଏ। ପ୍ରଥମେ କାନ୍ଥରେ ଲାଲ ମାଟି ଲିପାଯାଏ, ତାପରେ ଚାଉଳ ଗୁଣ୍ଡରୁ ଧଳା ରଙ୍ଗ ତିଆରି ହୁଏ, ଆଉ କଞ୍ଚା ବାଉଁଶ କିଳାରେ ବ୍ରଶ ତିଆରି କରି ସେଥିରେ ପୂର୍ବପୁରୁଷ, ପଶୁପକ୍ଷୀ ଆଉ ଦେବତାଙ୍କ ଜ୍ୟାମିତିକ ଚିତ୍ର ଅଙ୍କାଯାଏ। ଏଇଟା ଖାଲି ଗୋଟା ଚିତ୍ର ନୁହେଁ, ଏଇଟା ହେଉଛି ତାଙ୍କ ପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଚ୍ଛା, ଲୋକ ଆଉ ସଂସ୍କୃତି କଥା ତ ଜାଣିଲେ, ଏବେ ଚାଲନ୍ତୁ ଦେଖିବା ଏଠାକାର ଅର୍ଥନୀତି। ଆଉ ଏଠି ଏକ ବଡ଼ ଦ୍ୱନ୍ଦ୍ୱ ଦେଖିବାକୁ ମିଳେ। ଗୋଟେ ପଟେ କାଜୁ ଭଳି ଫସଲ ବହୁତ ଲାଭ ଦେଉଛି, ଆଉ ଅନ୍ୟପଟେ ପାରମ୍ପରିକ କାରିଗରୀ ଧୀରେ ଧୀରେ ହଜିଯାଉଛି। କାହାଣୀର ଦୁଇଟା ପାର୍ଶ୍ୱ ଦେଖନ୍ତୁ। ଗୋଟେ ପଟେ ହେଉଛି କାଜୁର ସମୃଦ୍ଧି। ଓଡ଼ିଶା ତ ଭାରତର ଜଣେ ବଡ଼ କାଜୁ ଉତ୍ପାଦକ, ଆଉ ଗଜପତିର ଗୁମା, ରାୟଗଡ଼ା ଭଳି ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ କାଜୁ ଚାଷ ହେଉଛି। ଏଇଟା ଆଦିବାସୀ ଚାଷୀଙ୍କ ପାଇଁ ଜୀବନ ବଞ୍ଚିବାର ଏକ ବଡ଼ ସହାରା ପାଲଟିଛି। କିନ୍ତୁ ଅନ୍ୟପଟେ କାରିଗରୀର ସଙ୍କଟ। ଯେଉଁ ଶିଙ୍ଗ କାମକୁ ରାଜା ମହାରାଜାମାନେ ପ୍ରୋତ୍ସାହନ ଦେଉଥିଲେ, ତାହା ଆଜି ବିଲୁପ୍ତ ହେବାକୁ ବସିଲାଣି। କାରିଗରମାନଙ୍କୁ କଞ୍ଚା ମହିଷୀ ଶିଙ୍ଗ ମିଳୁନି, ଆଉ ପ୍ଲାଷ୍ଟିକ ଜିନିଷ ସହ ପ୍ରତିଯୋଗିତା କରିବା ତ ସମ୍ଭବ ନୁହେଁ। ଏସବୁ ଭିତରେ ଗଜପତିରେ ଆଉ ଗୋଟେ ଆଶ୍ଚର୍ଯ୍ୟକର କାହାଣୀ ବି ଲୁଚି ରହିଛି।
ଓଡ଼ିଶା ଭିତରେ ଛୋଟ ତିବ୍ବତର କାହାଣୀ। ଏଇଟା ହେଉଛି ସଂଘର୍ଷ ଆଉ ପୁନରୁତ୍ଥାନର ଏକ ଜୀବନ୍ତ ଉଦାହରଣ। ବର୍ଷ ଥିଲା 1963। ଏହି ବର୍ଷ ହିଁ ତିବ୍ବତରୁ ନିର୍ବାସିତ ହୋଇ ଆସିଥିବା କିଛି ଶରଣାର୍ଥୀଙ୍କ ପାଇଁ ଗଜପତିରେ ଏକ ବସ୍ତି ସ୍ଥାପନ କରାଗଲା। ଆଉ ସେଇଠୁ ହିଁ ଆରମ୍ଭ ହେଲା ଓଡ଼ିଶା ମାଟିରେ ସେମାନଙ୍କର ଏକ ନୂଆ ଯାତ୍ରା। ସେମାନେ ଏହି ବସ୍ତିର ନାଁ ଦେଲେ ଫୁଣ୍ଡ୍ସୋକଲିଂ, ଯାହାର ଅର୍ଥ ହେଉଛି ସୁଖ ଓ ସମୃଦ୍ଧିର ଭୂମି। ଆଉ ସତରେ ନିଜର କଠିନ ପରିଶ୍ରମରେ ସେମାନେ ଏହାକୁ ସାର୍ଥକ କରି ଦେଖାଇଲେ। ଏକଦା ପଡ଼ିଆ ପଡ଼ିଥିବା ଜାଗାକୁ ସେମାନେ ଓଡ଼ିଶାର ମକା କ୍ଷେତ୍ର ବା କର୍ଣ୍ଣ ବୋଲରେ ପରିଣତ କରିଦେଲେ। ଏପରିକି ଏକ ସଫଳ ଆତ୍ମନିର୍ଭରଶୀଳ ସମବାୟ ସମିତି ବି ଗଢ଼ିଲେ। ଆଉ ଆଜି ସେମାନଙ୍କର ସଫଳତାର ସବୁଠୁ ବଡ଼ ପ୍ରମାଣ ହେଉଛି ସେଠାରେ ଥିବା ପଦ୍ମସମ୍ଭବ ମହାବିହାର। ଜାଣନ୍ତି, ଏଇଟା ଦକ୍ଷିଣ ଏସିଆର ସବୁଠୁ ବଡ଼ ବୌଦ୍ଧ ମଠ। ତେଣୁ ଆଜି ଏହି ଜାଗା ଆଉ କେବଳ ଏକ ଶରଣାର୍ଥୀ ବସ୍ତି ହୋଇ ରହିନାହିଁ, ବରଂ ଏକ ବଡ଼ ଆଧ୍ୟାତ୍ମିକ ଆଉ ପର୍ଯ୍ୟଟନ କେନ୍ଦ୍ର ପାଲଟିଯାଇଛି। ତେବେ ଏ ତ ଗଲା ଅତୀତ ଆଉ ବର୍ତ୍ତମାନର କଥା। ଭବିଷ୍ୟତରେ କ'ଣ ଅଛି ଗଜପତି ପାଇଁ? ଚାଲନ୍ତୁ ଦେଖିବା କେମିତି କିଛି ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପ ଏହାର ରୂପରେଖା ବଦଳାଇବାକୁ ଯାଉଛି। ଦୁଇଟି ବଡ଼ ପ୍ରକଳ୍ପ ଉପରେ ନଜର ପକାନ୍ତୁ। ପ୍ରଥମଟି ହେଲା ଗୁଣୁପୁର ଥେରୁବାଲି ନୂଆ ରେଳ ଲାଇନ୍। ଏଇଟା ଦକ୍ଷିଣ ଓଡ଼ିଶାର ସମ୍ବଳକୁ ସିଧା ଜାତୀୟ ବଜାର ସହ ଯୋଡ଼ିବ। ଆଉ ଦ୍ୱିତୀୟଟି ଖଡ଼ଗପୁର ବିଶାଖାପାଟଣା ହାଇସ୍ପିଡ୍ କରିଡୋର। ଏହା ଗଜପତିକୁ ଦେଶର ବଡ଼ ବଡ଼ ଉପକୂଳ ଅର୍ଥନୈତିକ ଜୋନ୍ ସହ ଯୋଡ଼ିଦେବ। ମାନେ ଯୁଗ ଯୁଗର ବିଚ୍ଛିନ୍ନତା ଏବେ ଶେଷ ହେବାକୁ ଯାଉଛି। ତେଣୁ ଏକ ନୂଆ ସଂଯୋଗର ଯୁଗ ଦ୍ୱାର ମୁହଁରେ ଛିଡ଼ା ହୋଇଛି। କିନ୍ତୁ ମନେ ରଖିବାକୁ ହେବ, ଏଗୁଡ଼ା ଖାଲି ରାସ୍ତା କି ରେଳ ଲାଇନ୍ ନୁହେଁ, ଏଗୁଡ଼ିକ ହେଉଛି ପରିବର୍ତ୍ତନର ମାଧ୍ୟମ, ଯାହା ଜିଲ୍ଲାର ଅର୍ଥନୀତି, ସମାଜ ଆଉ ଏପରିକି ଲୋକଙ୍କ ଜୀବନଶୈଳୀକୁ ବି ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ। କିନ୍ତୁ ଏଇଠି ହିଁ ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା ହେଉଛି। ଏକ ହାଇସ୍ପିଡ୍ ଭବିଷ୍ୟତ କ'ଣ ଶହ ଶହ ବର୍ଷର ପୁରୁଣା ଏକ ପ୍ରାଚୀନ ଜୀବନଶୈଳୀକୁ ବଞ୍ଚାଇ ରଖିପାରିବ? ଗଜପତି ପାଇଁ ଆଗାମୀ ଦିନର ସବୁଠୁ ବଡ଼ ଆହ୍ୱାନ ହେବ ଏହି ଆଧୁନିକତା ଆଉ ପରମ୍ପରା ଭିତରେ ସନ୍ତୁଳନ ରକ୍ଷା କରିବା।